ଆଜି ଦେଖିବା +3 ସେକେଣ୍ଡ ସେମିଷ୍ଟାରର ମେଜର 3ର ପଲିଟିକାଲ ସାଇନ୍ସ ଅନର୍ସର ସିଲେକ୍ସନ କୋଶ୍ଚିନ୍। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ। ଏକରେ ଦେଖିବା ରାଜନୈତିକ ସିଦ୍ଧାନ୍ତ କ'ଣ? ଏହାର ସ୍ୱରୂପ, ପରିସର, ଗୁରୁତ୍ୱ ଏବଂ ସମକାଳୀନ ସମାଜରେ ରାଜନୈତିକ ସିଦ୍ଧାନ୍ତର ଆବଶ୍ୟକତା ବିଷୟରେ ଆଲୋଚନା କର। ଏଇଟା ଚାର୍ଟଜିପିଟିରେ ମାରିବ ତା ଆନ୍ସର ପଳେଇ ଆସିବ। 2ରେ ରାଜନୈତିକ ସିଦ୍ଧାନ୍ତର ପ୍ରମୁଖ ଅଭିମୁଖ୍ୟ ଗୁଡ଼ିକ ବ୍ୟାଖ୍ୟା କର। ଆଦର୍ଶବାଦୀ ଓ ଅନୁଭବବାଦୀ ଆଭିମୁଖ୍ୟ ମଧ୍ୟରେ ପାର୍ଥକ୍ୟକୁ ସମାଲୋଚନାତ୍ମକ ଭାବରେ ପରୀକ୍ଷା କର। 3ରେ ଆଧୁନିକତା ଓ ରାଜନୈତିକ ସିଦ୍ଧାନ୍ତର ସମ୍ପର୍କ ଆଲୋଚନା କର। ରାଜନୈତିକ ଚିନ୍ତାଧାରା ଓ ଅନୁଷ୍ଠାନ ଗୁଡ଼ିକର ବିକାଶ ଉପରେ ଆଧୁନିକତାର ପ୍ରଭାବ ବିଶ୍ଳେଷଣ କର। ତାପରେ ଦେଖିବା ୟୁନିଟ୍ 2 ପରମ୍ପରା। ଉଦାରବାଦର ମୌଳିକ ନୀତିଗୁଡ଼ିକ ଆଲୋଚନା କର। ଆଧୁନିକ ରାଜନୈତିକ ଚିନ୍ତାଧାରାରେ ଏହାର ଅବଦାନ ଓ ସମାଲୋଚନାକୁ ମୂଲ୍ୟାଙ୍କନ କର। 5ରେ ନବ ଉଦାରବାଦ କ'ଣ? ଏହାର ବୈଶିଷ୍ଟ୍ୟଗୁଡ଼ିକ ବର୍ଣ୍ଣନା କର ଏବଂ ଶାସ୍ତ୍ରୀୟ ଉଦାରବାଦ ସହିତ ଏହାର ତୁଳନା କର। 6ରେ ମାର୍କ୍ସବାଦର ମୌଳିକ ସିଦ୍ଧାନ୍ତଗୁଡ଼ିକ ବ୍ୟାଖ୍ୟା କର। ଶ୍ରେଣୀ ସଂଘର୍ଷ, ରାଷ୍ଟ୍ର ଓ ବିପ୍ଳବ ସମ୍ବନ୍ଧରେ ମାର୍କ୍ସଙ୍କ ମତାମତ ଆଲୋଚନା କର। ଏଠି ମେନ୍ ହେଲା ଉଦାରବାଦ ଆଉ ମାର୍କ୍ସବାଦ। ନବ ମାର୍କ୍ସବାଦ। 7ରେ ନବ ମାର୍କ୍ସବାଦ କ'ଣ? ଏହାର ପ୍ରମୁଖ ଧାରଣାଗୁଡ଼ିକ ବ୍ୟାଖ୍ୟା କର ଏବଂ ଶାସ୍ତ୍ରୀୟ ମାର୍କ୍ସବାଦ ସହିତ ଏହାର ପାର୍ଥକ୍ୟ ଦର୍ଶାଅ। ୟୁନିଟ୍ 3 ସାମ୍ପ୍ରତିକ ପ୍ରବୃତ୍ତି। ସମକାଳୀନ ରାଜନୈତିକ ସିଦ୍ଧାନ୍ତର ଭାବରେ ନାରୀବାଦକୁ ସମାଲୋଚନାତ୍ମକ ଭାବରେ ପରୀକ୍ଷା କର। ଏହାର ବିଭିନ୍ନ ଧାରା ଓ ରାଜନୈତିକ ଚିନ୍ତାଧାରାରେ ଏହାର ଅବଦାନ ଆଲୋଚନା କର। ତାପରେ 9 ଉତ୍ତର ଆଧୁନିକତାର ପ୍ରମୁଖ ଧାରଣାଗୁଡ଼ିକ ଆଲୋଚନା କର। ପାରମ୍ପରିକ ରାଜନୈତିକ ସିଦ୍ଧାନ୍ତକୁ ଏହା କିପରି ଚ୍ୟାଲେଞ୍ଜ କରେ। 10ରେ ସବୁଜ ରାଜନୈତିକ ସିଦ୍ଧାନ୍ତ ଓ ବହୁସାଂସ୍କୃତିବାଦର ଧାରଣା ବ୍ୟାଖ୍ୟା କର। ସମକାଳୀନ ଗଣତାନ୍ତ୍ରିକ ସମାଜରେ ଏହାର ପ୍ରାସଙ୍ଗିକତା ଆଲୋଚନା କର। ପରୀକ୍ଷା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା ରାଜନୈତିକ ସିଦ୍ଧାନ୍ତ କ'ଣ? ଏହାର ଆବଶ୍ୟକତା କାହିଁକି ଦରକାର? ଆବଶ୍ୟକତା କ'ଣ? ରାଜନୈତିକ ସିଦ୍ଧାନ୍ତର ଆଦର୍ଶବାଦୀ ଓ ଅନୁଭବବାଦୀ ଆଭିମୁଖ୍ୟ। ତାପରେ ଉଦାରବାଦ ଓ ନବ ଉଦାରବାଦ, ମାର୍କ୍ସବାଦ ଓ ନବ ମାର୍କ୍ସବାଦ। ଏଗୁଡ଼ା ସବୁ ପଢ଼ିଗଲେ ତୁମେମାନେ କୋଶ୍ଚିନ୍ କରିବା ସହଜ ହେବ। ନାରୀବାଦ ଏକ ରାଜନୈତିକ ସିଦ୍ଧାନ୍ତର ଭାବରେ। ଉତ୍ତର ଆଧୁନିକବାଦ, ସବୁଜ ରାଜନୈତିକ ସିଦ୍ଧାନ୍ତ, ବହୁ ସଂସ୍କୃତିବାଦ, ନାଗରିକତ୍ୱ ଓ ନାଗରିକ ସମାଜ, କଲ୍ୟାଣକାରୀ ରାଷ୍ଟ୍ର ଓ ସ୍ୱରାଜର ଧାରଣା। ଏତିକି ପଢ଼ିକି ଯାଅ। ମୁଁ କହୁଛି କମ୍ପଲସରି ଆସିବ କୋଶ୍ଚିନ୍ ଆସିବ। ଯଦି PDF ଟା ଚାହୁଁଛନ୍ତି ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯିବେ। ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ ଅଛି।